ଚାଲୁ ନା ଚାଲ चलो ଏ ଘର ଭିତରେ ଅନ୍ଧାର ରହିଛି ଚାଲ ଘର ନୁହଁ ବାହାର ନୁହଁ ଆଗେ ଏରୁଟି ମଧ୍ୟ ଅଛି ବସିଗଲା ଦିନ ନୁହଁ ରାତି ନୁହଁ ସମୟ ହଉଛି ସନ୍ଧ୍ୟା ତଳ ନୁହଁ ଉପର ନୁହଁ ମାଳତୀ କନ୍ୟା ନିଜ ସ୍ୱାମୀ କି ନିଜ କୋଳରେ ବସେଇଲା କେଶ କୁଣ୍ଡେଇଲା କେଶ କୁଣ୍ଡେଇବା ଛଳ କେଶ ବାଛିବା ଛଳ ହାବୁଡେ ପଡିଗଲା ସୁନା କେଶ ଭଉଣୀକିରି ଉପାଡ଼ିଲେ କେଶକୁ ଚିତ୍କାର କରି ବୈଲୋଚନ ଅସୁର ମଲା କଂସ ଭାବୁଛି ବୈଲୋଚନ ଅସୁରଟା ପ୍ରଭୁଙ୍କର ମାୟାକୁ ବୁଝି ପାରିଲା ଏଇ ପ୍ରଭୁ ନାରୀ ହେଇଛି ମାଳତୀ କନ୍ୟା ହେଇଛି ଅସୁର ସେନା ମାୟା ବୁଝି ପାରିଲାନି ସେଦିନ ଦେବ ଦେବ ମହାଦେବ ମହାଦେବ କଣ ମାୟା ବୁଝି ପାରିଲେ କୋଉଦିନ ହେଇଛି ଶିବଙ୍କୁ ସମୟ ଗଣୁଛି ରେ ପୁଅ ବେଶୀ ବାড়াবাড়ি କରନା ଫଳରେ ପରେ କରିଛି ଶିବଙ୍କୁ ଯାହା ହେଉଛି ସାର୍ ମାନେ ମା ମାନ ସମୁଦ୍ର ମନ୍ଥନର କଥା ସମୁଦ୍ର ମନ୍ଥନ ବେଳେ ଯେତେବେଳେ ଅମୃତ ବାହାରିଲା ଅମୃତ ବାଣ୍ଟିବା ପାଇଁ ମୋହିନୀ କନ୍ୟା ଆସିଲା ମୋହିନୀ ଆଗେ ସର୍ତ୍ତ ରଖିଲା ମୁଁ ଅମୃତ ଦୁଇ ସମାଜ ଭିତରେ ବାଣ୍ଟି ଦେବି ଦେବତାଙ୍କ ପତ୍ର ଦେବି ଅସୁର ମାନଙ୍କ ପତ୍ର ଦେବି ଆଗେ ଦେବତା ମାନେ ସାନ ଭାଇ ଆଗେ ଖାଇସାରନ୍ତୁ ବେଶୀ ଭାଗ ଦେବି ଅସୁର ପତ୍ରରେ ଆଗେ ଦେବତା ଠାରେ ବାଣ୍ଟିଲେ ମୋହିନୀ କିନ୍ତୁ ସର୍ତ୍ତ ଅସୁର ଧାରିକି ଆସିବେ ନାଇଁ ଆଜ୍ଞା ମୋହିନୀ ଚିନ୍ତା କଲା ମୁଁ କେମିତି ଖସିବି କାହିଁକିନା ଅମୃତଟା ଯଦି ଅସୁର ମାନଙ୍କ ହାତରେ ପଡିଯାଏ ସୃଷ୍ଟି ରହିବ କିନ୍ତୁ ସର୍ତ୍ତ ରଖିଛି ଯେ ଦେବତା ମୁଁ ଦେଇସାରିଲା ତ ମୋ ପାଖକୁ ଆସିବି ମୁଁ କେମିତି ଖସିବି ଏ ତ ମାୟାଧାରୀ ନା ଦେଖିଲେ ଦେବତାଙ୍କ ଶେଷ ମୁଣ୍ଡରେ ବସିଛନ୍ତି ଶିବଶଙ୍କର ଆଜ୍ଞା ଗଞ୍ଜେଇ ଜୋର ହେଇଛି ତା ଦେହରେ ଭାଙ୍ଗ ବି ଟିକେ ପଡିଛି ଅମୃତ ତ ମିଠା ଉପରେ ମିଠା ମିଠାଟା ଟିକେ ଗଞ୍ଜେଇ ଭାଙ୍ଗ ଉପରେ ଖାଇଲେ ନିଶାଟା ଆଉ ଅଧିକ ଖାଇଲେ ଆପଣ କେମିତି ଜାଣିଲେ ଯେତେବେଳେ ଆପଣ କେମିତି ଜାଣିଲେ ନିଶା ପଡିବ ବୋଲି ତାମାନେ ଗଜଡିଆ ଆମ ନିଶା ଖାଏ ଆରେ ଆମେ ସିନା ବାହା ହେଇନୁ ବରଯାତ୍ରୀ ଯାଇନୁ କଥାରେ କହନ୍ତି ଯୋଉମାନେ ଗଞ୍ଜେଇ ଟାଣନ୍ତି ତାଙ୍କ ମୁହଁରୁ ଶୁଣିଛି ମୁଁ ପାନ ସାଦା ପାନ ଖଣ୍ଡେ ଖାଏ ଜଣେ ବାବୁ କହିଲେ ଆଜ୍ଞା ମୁଁ ପାନ ସାଦା ପାନ ଆପଣଙ୍କୁ ନେଇକିରି ଯିବି ମୁଁ କହିଲି ଆଜ୍ଞା ମୁଁ ପାନ ବି ଖାଏ ମୁଁ କୌଣସି ନିଶା ଦ୍ରବ୍ୟ ଖାଏ ଆଚ୍ଛା କହିଲେ ଆଚ୍ଛା କଣ ଖାଆନ୍ତି ଏ ମହାରଣ ବାବୁଜୀ ମତେ ଦେଲେ ବୋଲେ ହାର ମୁଁ କହିଲି ନାଇଁ ଆଜ୍ଞା ମୁଁ ଅପରିଶ୍ରମ ମୁଁ କିଛି ଖାଏନି ଯଦି ହବ କିଛି ଫଳ ନେଇକି ତା ଚଳିବ ଆଚ୍ଛା ଯାହା ହଉ ବାପା ପୁଅ ମୋର ଆସିଲା ହଁ ବାପା ବସ୍ ତେଣୁ ମୋର କହିବାର ଲକ୍ଷ୍ୟ କଣ ତେଣୁ ନିଶାଟା ହେଇଗଲା କହିଲେ ନିଶାରେ ଝୁଲୁଛନ୍ତି ଶିବ ଏଇ ତ କାଇଦା ଆଉ ମାରିଲା ଗୋଟେ ଆଖି ଠାର ମୋହିନୀ କନ୍ୟା ଶିବ ଯେତେବେଳେ ଶିବକୁ ଆଖି ଠାରଟା ମାରିଲା ଶିବ ତ ଆଗରୁ ମୋହିନୀ ଉପରେ ପାଇବ ସେ କହିଲେ ଇଏ କଣ ଆଖି ମାରିଲାଣି ଆଖି ମାରିଲାଣି ନିଶା ତ ଆହୁରି ମୁଣ୍ଡକୁ ଉଠିଲା ଆଉ ନିରଞ୍ଜନ କରଙ୍କର ତ ଉପଦିଟା ଦଉଛି କହିଲେ ଅବଳା କାହାର ବାଳ ନିରତ କୁନ୍ତଳା
କହିଲେ ଅବଳା କାହାର ବାହାଘର ତ କୁଣ୍ଢେଇବାକୁ ଯାଆନ୍ ମୋହିନୀ କଣ ଅଛି ମାଇଲା ଦୌଡ଼ିଲା ମୋହିନୀ ପଛ ପଛ ଶିବ ବି ଗୋଡେଇଲେ ଅସୁର ପିଲାମାନେ କହିଲେ ସାର କଣ ଗୋଡେଇଲେଣି ଅସୁର ମାନେ ଯୋଉ ଗୋଡେଇଲେ ଶିବ ଶିବ ଯେତେବେଳେ ଗୋଡଉଛନ୍ତି ମୋହିନୀ ପଛରେ ଆଉ ଅସୁର ଗୋଡେଇଲେ ଅସୁରଙ୍କୁ ବୋକା ବନେଇ ମୋହିନୀ ଶିବଙ୍କୁ ପଛରେ ଗୋଡେଇଲା ତେଣୁ କରିଛି ଶିବଙ୍କୁ ଯାହା ଶିବ ମଧ୍ୟ ମୋହିନୀ ମାୟାରେ ପାଗଳ ହେଇଗଲେ କୌଶ ଭାବୁଛି ପୁଣି କାର୍ତ୍ତାୟନୀ ଯୁବତୀ ହୋଇ କୌଣପ କୂଳକୁ ସେ ବିକରି କାର୍ତ୍ତାୟନୀ ନାରାୟଣୀ ହୋଇ ସେ ମହିଷାସୁରକୁ ମାରିଛି କାଳେ ମୋତେ ମାରିବା ପାଇଁ ସତୀହୀନି ତ ମାରିବି ନା ମାରିବି ଆପଣଙ୍କର ଗଣକବି ବୈଷ୍ଣବ ପାଣି ନାଟୁଆ ସାହିତ୍ୟର ଗୋଟେ ଆଜ୍ଞା ହଉ ନାରାୟଣ ତଥା ମା ଶାରଦା ମନ ଇଷ୍ଟ ପୂର୍ଣ୍ଣ କରନ୍ତୁ ହେଉଛି କଳାକାର ମାନଙ୍କ ପାଇଁ କିଛି ପ୍ରଶ୍ନ କିଛି ଉତ୍ସାହ ତେଣୁ ଆଜି ଦାତାଙ୍କର ଏଇ ଉପହାର 200 ଟଙ୍କା ମୋ ପାଇଁ 2000 ହେଇପାରେ 2 ଲକ୍ଷ ହେଇପାରେ ଉପହାରକୁ ସେ ମୂଲ୍ୟାଙ୍କନ କରାଯାଇପାରେ ମୋ ଦାତାଙ୍କର ମନ ଇଷ୍ଟ ପୂର୍ଣ୍ଣ କରନ୍ତୁ ସର୍ବାନନ୍ଦ ଆନନ୍ଦ କବାର ମୋର ସମୟ ପାଖେ ଆସିଲା ସଙ୍ଗୀତ ମାନେ ପହଞ୍ଚି ଗଲେଣି ମୁଁ ଠିକ ସମୟରେ ପହଞ୍ଚେଇ ଦେବି ବାପାରେ ତେଣୁ ଏଠି ଡାକିଲା କଂସ ଗୀତିନାଟ୍ୟ ସାହିତ୍ୟ ଗୋଟେ ଧାଡ଼ି ଆଣୁଛି ପୁତନା ଲୋ ଚେତନା ହଜିଲା ମୋରା ପୁତନା ଲୋ ଚେତନା ହଜିଲା ମୋରା ପୁତନା ଲୋ ଚେତନା ହଜିଲା ମୋରା ତୋବେ କହିବରେ କହିରେ ପର ପୁତନା ଭାଇ ବର୍ତ୍ତମାନ ନାରଦ ଆସିଥିଲେ କଣ ହେଲା ସେ କଲେ ମୋର ବଇରି ଶତ୍ରୁ 3 କନ୍ୟା ବିନ୍ଦ୍ୟପୁରରେ ବଢୁଛି ତୁ ବିନ୍ଦ୍ୟପୁରକୁ ଯିବୁ ସେ 3 କନ୍ୟାକୁ ଉଠେଇବୁ ତାକୁ ସେଠି ମାରିବୁନି ମୋରି ପାଖକୁ ଆଣିବୁ ମୁଁ ଯେଉଁ ଶିଳାରେ 6ଟା ଭଣ ତାକୁ ମୋର ପିଟିକିରି ମାରିଛି ସେଇ ଶିଳା ଉପରେ 3 କନ୍ୟାକୁ ଛେଚିକିରି ମାରିବି ମୋ କଣ୍ଟାକୁ ମୁଁ ସଫା କରିଦେବି ମୁଁ ତୋ କଥା ବୁଝିବି ବହୁତ ଉପହାର ଦେବି ଦରକାର ପଡିଲେ ବାହାର କରିଦେବି ଯା ଚଳିଗଲା ପୁତନା ରାତି ଅର୍ଦ୍ଧରେ ପହଞ୍ଚିଲା ବିନ୍ଦ୍ୟପୁରରେ 3 ଝିଅକୁ ଖୋଜୁଛି ଦେଖିଲା ରାଣୀ ଅନ୍ତପୁର ଭିତରେ 3ଟା ସୁନା ଦୋଳିରେ ବାପା ମାନେ 3ଟି ଝିଅ ଖେଳୁଛନ୍ତି 3ଟି ଝିଅକୁ ଉଠେଇଲା ପୁତନା ଗୋଟିଏ ରଖିଲା କାଖ ତଳେ ଆଉ ଗୋଟେ ଉଠେଇଲା ଆର କାଖ ତଳେ ଆଉ ଗୋଟେ ଉଠେଇଲା ହାତ ମୁଠାରେ 3 ଝିଅ କରାୟତ ହେଇଗଲେ ଏଥର ଭାଇ ପାଖରେ ପହଞ୍ଚି 3 କନ୍ୟା ଭିତରେ ଭାଇ ବହୁତ ଖୁସି ହବ ତେଣୁ ଶୂନ୍ୟ ମାର୍ଗେ ପୁତନା ଦେ ବାପାରେ ପୁତନା ଆକାଶରେ ଉଡି ଉଡି ଚାଲିଛି ମାୟାବିନୀ ପୁତନା 3 କନ୍ୟା କାଖ ତଳେ ଯୋଡ଼ିଏ ହାତ ମୁଠାରେ ଉଠି ପହଞ୍ଚିଲା ଯମୁନା କୂଳରେ ଯମୁନାର 2 କୂଳ ଆଜ୍ଞା ଏପଟ ଗୋପ କୂଳ ସେପଟ ହଉଛି ମଥୁରା କୂଳ ଗୋପ ପଟରେ ପହଞ୍ଚିଛି ଆକାଶରେ ଅଛି ପୁତନା ଏତିକିବେଳେ ଜଣେ ବାବା ଅଛି ମହାକବି ଦୁର୍ବାସା ଆଜି ସ୍ନାନ ସାରି ସୂର୍ଯ୍ୟକୁ ଜଳାର୍ଘ୍ୟ ଦଉଛନ୍ତି ଓମ୍ ଜବା କୁସୁମ ସକାଶେ କାଶ୍ୟପେନ ମହାଦ୍ୟୁତି ତନ୍ତରି ସର୍ବାବଘ୍ନ ପ୍ರಣତସ୍ମି ଦିବାକର ସଂ ସୂର୍ଯ୍ୟ ନମଃ ସଂ ସୂର୍ଯ୍ୟ ଜଳାର୍ଘ୍ୟ ସ୍ୱାହା ପ୍ରଥମ ଜଳାଞ୍ଜଳି ଦେଇ ସାରିଲା ପରେ ଦ୍ୱିତୀୟ ଜଳାଞ୍ଜଳି ଉଠେଇଛନ୍ତି ଏବେ ସୂର୍ଯ୍ୟ କିନ୍ତୁ ମନ୍ତ୍ରଟା ମନେ ପଇଲାନି କାହିଁକି ମନେ ପଇଲାନି ନା ପାତ କିନି ଶରୀର ଆମିଷ ଗନ୍ଧ ବାବାଜୀଙ୍କ ନାକରେ ଗୋଟେ ଆମିଷ ଗନ୍ଧ ବାଜିଲା ବାବାଜୀ ଅତିଷ୍ଠ ହେଇ ଉଠିଲେ କହିଲେ ଆମିଷ ଗନ୍ଧ କୁଆଡୁ ଆସିଲା ପରେ ଦେଖିଲେ ହାତରେ ଜଳାଞ୍ଜଳି ଅଛି ମନ୍ତ୍ର ପଡି ନା ପୁତନାର ଛାଇଟା ବାବାଜୀଙ୍କର ଜଳ ଅଞ୍ଜଳି ଭିତରେ ପଡିଲା ଆରେ ପାପିନୀ ଅସୁରର ଛାଇ
କିଏ ଲୋ ପାପ କେନି କଲେ ଗର୍ଜନ କଲେ ଗଜନା ଏବେ କଲେ ଗଜନା କଲେ ଗହନା ଗର୍ଜନ କରି ଉଠିଲେ ଦୁର୍ବାସା ମୋ ଜଳ ଜଳି ମାରା ହେଇଗଲା ପାପିନି ମୁଁ ତତେ ଧ୍ୱଂସ କରିଦେବି ମନ୍ତ୍ର ପଢିବାକୁ ଯାଉଛି ଧ୍ୱଂସ ମନ୍ତ୍ର ପୁତନା ବାବାଜୀ ଗର୍ଜନ ଶୁଣି ତଳକୁ ନେଲା ବାବାଜୀଙ୍କ ନାଲି ନାଲି ଆଖି ଗର୍ଜନ ଶୁଣି ପୁତନା ଭୟ ପାଇଗଲା ଏ ବାବାଜୀ ମତେ ମାରିଦବ କେମିତି ଭାଇ ପାଖରେ ପହଞ୍ଚି ମା ମାନେ ବାପା ମା ଯଦି ମୃତ୍ୟୁଟା ଆଖି ଆଗରେ ନାଚି ଉଠେ ଲୋକ ସବୁ କିଛି ଭୁଲିଯିବ ଆଜ୍ଞା ଆଉ ମନେ ନାହିଁ ତିନିଟା ପିଲା ତିନିଟା ଝିଅ କାଠ ତଳେ ହାତ ମୁଠାରେ ଅଛନ୍ତି ମନେ ପଡିଲେ କେମିତି ବଞ୍ଚିବି କଣ କଲା ହୁଙ୍କା ମାରୁ କାଠ ମାଇଲା ଗୋପ ପଟରୁ ମଥୁରା ପଟୁ ଗୋଟାଏ ନିଆଁ ମଝିରେ ଯମୁନା ପହଞ୍ଚି କେମିତି ଭାଇ ପାଖରେ ମଥୁରାରେ ଯେତେବେଳେ ଡିଆଟେ ମାରିଛି ପରେ ହାତ ଟେକି ହେଇଗଲା ହାତ ମୁଠା ଖୋଲିଗଲା ଯେତେବେଳେ ହାତ ଟେକି ହେଇଗଲା ହାତ ମୁଠା ଖୋଲି ହେଇଗଲା ତିନୋଟି ଝିଅ ତିନିଟା ଜାଗାରେ ଛିଟିକିରି ପଇଲେ ଆଜ୍ଞା ପଇଲେ କୋଉଠି ପାଇଲେ କି ନା ହେଲା କଣ আপনি খুব কম সময় ভিতরে আমি ঠিকনা জায়গায় পৌঁছিগলা পরে প্রথম কন্যা কথা পড়িবা প্রথম কন্যাটা পড়িছি কোটি প্রথম কন্যা পড়ে পদ্ম বনরে কাম সে তো প্রথম ঝিও পুতনা হাতରୁ ଖସି ଗୋପ ଠାରୁ 8 କିଲୋମିଟର ଦୂରରେ ସେତେବେଳେ ଗୋଟେ ଗାଁ ଥିଲା ସେ ଗାଁ ନାଁ ହଉଛି ଜାବଟ କିନ୍ତୁ ସେ ଗାଁଟା ଏବେ ତାର ନାଁ ପରିବର୍ତ୍ତନ ହେଇଛି ଯଦି ଆପଣ ମାନେ କେହି ଆ ଭିତରେ ଗୋପ ବୃନ୍ଦାବନ ଯାଇଥିବେ 8 କିଲୋମିଟର ଦୂରରେ ରାଧାଙ୍କର ଯୋଉ ଘର ସେ ଘରଟା ହଉଛି ଗାଁଟା ଯେ ରାହୁଲ ଗାଁ ରାହୁଲ ଗ୍ରାମ କିନ୍ତୁ ପୁରାଣରେ ତା ନାଁ ହଉଛି ଜାବଟ ତେଣୁ ଆଜି ଜାବଟ ଗ୍ରାମରେ ଗୋଟେ ଶିବ ମନ୍ଦିର ଅଛି ସେ ଶିବଙ୍କର ନାଁ ହଉଛି ଗୋପେଶ୍ୱର ସେ ଗୋପେଶ୍ୱର ମନ୍ଦିରର ପଛପଟେ ଗୋଟେ ପଦ୍ମ ପୋଖରୀ ଆଜ୍ଞା ସେ ପଦ୍ମ ପୋଖରୀର ଗହଳିଆ ପଦ୍ମପତ୍ର ଉପରେ ପୁତନା ହାତରୁ ଖସି ପଡିଥିବା ପ୍ରଥମ ଝିଅଟି ଗୋଟେ ପଦ୍ମ ପତ୍ର ଉପରେ ପଡିଛି ପାଇଲେ ଆସନ ପଟେ ଛାନ୍ଦକୁ ନବା ଅଭିମନ୍ୟୁ ସାମନ୍ତ ସିଂହା ଗୋଟିଏ ଛାନ୍ଦ ପଦ କହିଲେ ଧୀରେ ଘନ ରାଧା ରାଧା ଉତ୍ସବ रानी को नाम कीर्तिदा ये राजा थे कंसर कर राजा कंस एमती कर बढ़ेला एमती टैक्स बढ़ेला एमती भात लगेला और राजा सुझी पारे कंस अत्याचार आरंभ कला कंस अत्याचार सही न पारे वृषभान सपरिवार पड़े आसिले गोपकट नंद पाखे आश्रय नंद करे जाबटा गाना तुमको लिखिदी जाबटे तमे लक्षे गाई दौची गोवृत्ति कर चल परे राजा रानी निसंतान थे गोपेश्वर पूजा कले पुटे झीटे आज भी आसी शिव पूजा कर रानी कहले राजा राजा प्रभु पद्म फूल चढ़ेगा पद्म फूल गला जो राजा वृषभान गले पद्म फूल तोड़ा देखले तुठ ठार अनति दूर पद्मपत्र गोटे झील शोई छोटिया झील राजा डाकिदे
बोले रानी स्वामी रानी दौड़ी आस कौन होला बोले अकर्मादानी से तो अकर्म कर्मदायक शिव शंकर एत दिन पर आम डाक शुणी झीटीए पर्व पोखरी उपरे पत्र उपर शोई रानी दौड़ी आसी राजा को डेरी कले पशिगले जल भीतर झीटी को उठे आनी घर को नेले जन्म करना माँ महू पानी टे क्षीर टे देला बेले झील कौन खाइला झील कौन आखि पिटी चाहिला झील कौन कुआ कुआ कांदिला दिन गला दिन गला आपणकर अभिमान आउ गोटे छांदरे कहले नेत्र नेत्र निमुद्रित हेबारे आज जनक जननी पर्णवासी राजा रानी तीन दिन झीटा खाऊनी कांदुनी चाहूनी राजा रानी कांदिले बोले झीटा कई दिन बंचब प्रभु दे नथिल भल होइथला देलु जे झीटा गोटाए कि जोड़ा दिन भीतर आखि मुझी तब सब दिन पाई एमाने कांदिला देखी मां मारे गोटे बुढ़ी सही पालानी बुढ़ी 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 चतले बुढ़ी देले केतबळे बुढ़ी नथली कि से बुढ़ी गोटे स्वतंत्र बुढ़ी से बुढ़ी के ताले से बुढ़ी के अभिराम मोर कहिली तले सर्वमंगला गो देवी भला मारे ओरनते तमे लागला मंगल रूपिणी पर्णवासी देवी बुढ़ी रूपरे बुलुचंती के राधा कृष्ण कर मिलन करिया पाई सेई दौड़ी गले नंद पाखु खबर देले नंद जानिले मो बंधुकर दुख सुख भीतर दुख डाकिले जसोदे स्वामी जसोदे कौन होला आज वृषभानु राजा पद्म पोखरी गोटे झील पाई हां किंतु झीलटा चाहूनी खाऊनी कांदुनी अच्छा चलो टे देखेसिबा हे स्वामी विवादे कृष्ण तो 3 दिन रछुआटा ताको का पके करबा पुतना किंतु मरी नहीं गया पुतना 7 दिन मरिबो अच्छा क्षेत्र 3 दिन पुओ कृष्ण हाँ। अभिमन्यु को भाषा रे अच्छा। कृष्ण को घेनी नंदरा कृष्ण को नंदरानी यशोमती काखरे नहीं चली राजा रानी पहुंचले वृषभानु को घरे अच्छा डाकिले झील टे देखिबा केतेला राजा रानी आश्चर्य नंदरानी एवं नंद राजा हाँ। तमे सत्कार कर किंतु यशोमती कहले नाही मु टे झील को देखि सुना तुड़े झील सोई यशोमती सेठी बसी पड़ी क्षीर खाऊले बाल गोपाल कृष्ण क्षीर खाइबा छाड़ी से दोली भीतर को चाहिए टिके हसिले हसिले बोले ओ तमे 3 दिन ला चाहुना 3 दिन ला खाऊना 3 दिन ला कांदुना मु जानि छी कारण नित्य गोलक पुररे जेतरे तुमको बाध्य कली मर्त्य जन्म पाई अप्राकृत लेको प्राकृत करिया पाई अव्यक्त लेको व्यक्त करिबा पाई तमे कहथले मु जीवी जे किंतु गले यदि आखि पिटेबी प्रथम करी तमको देखिबी जदी खाइबी तमरी अधरामृत प्रथमे खाइबी तापरे यदि कांदीबी तम कांद सहित कांद मिसे कांदीबी एइथिपई चाहुना एइथिपई खाउना एइथिपई कांदुना हेलो कहले मो माया मते अगोचरा हो अगोचरा हो जाइए प्रभु माया कोई नहीं पाया अरे प्रभु हसुतले किंतु हठात कांदी उठिले कृष्ण कांदुचंदी कुआ 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 जो झीटा 3 दिन ला कांदु नथला से झीटा हठात कांद सुनी कांदिला गिरे मु टिकी झीटा से कांदुची कोन डामरा कुआ हां काई एमती कांदुची कोन ए भेडरा बिलुआ हळे काई होती तंटीरे नाळवरा जमा हनी नाळवरा सेमिति नुहे झीटा कांदुची रा पुओ कांदुची कुआ झील तुंडरे रा 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 प्रथम अक्षर भरिते रा वृषभानु खुशी हे गले
ডাকিলে কেତେଟା ଦୌଡ଼ି ଆସ ଝିଅ ମୋର କାନ୍ଦିବା ଆରମ୍ଭ କଲା ଝିଅ ତୁଣ୍ଡରେ ପ୍ରଥମ ଅକ୍ଷର ଧରିଛି ରା 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 ହୋଇ କାନ୍ଦୁଥିବାରୁ ତ ଝିଅ ନାମ ରାଧା ହେବ ଭାନୁ ରାଜା ମୋ କନ୍ୟାର ନାମ ପ୍ରଥମ ଅକ୍ଷର ରା ଥିବାରୁ ଝିଅ ନା ହବ ରାଧା ଆପଣଙ୍କର ପୁରାଣ କହିଲା କିନ୍ତୁ ଝିଅ ନା ରାଧା କାହିଁକି ହେଲା ଆପଣଙ୍କ ବଙ୍ଗଳା ସାହିତ୍ୟ କବିରେ କୃଷ୍ଣଦାସ କବିରାଜ ସାଙ୍ଗମାନେ ପହଞ୍ଚିଗଲେ ଆଉ କେତେ ତରତର ହେବି ଆଜ୍ଞା ଠିକ ଜାଗାରେ ପହଞ୍ଚେଇବି ଚାରିଟା ରାଧା କହିବାର ଉଦ୍ଦେଶ୍ୟ ଅଛି ମୁଁ ସଂକ୍ଷିପ୍ତରେ କହିଦେବି ଆଜ୍ଞା ବ୍ୟସ୍ତ ହବାର ପରେ ଆଜି ରାଧା ବଙ୍ଗଳା ସାହିତ୍ୟ ରାଧା ନାମ କାହିଁକି ନା କୃଷ୍ଣ ନାମର ସଧାରା ନିତ୍ୟ କରେ ପାନ କୃଷ୍ଣ ନାମର ସଧାରାରୁ ନିତ୍ୟ ପାନ କରୁଥିବାରୁ ସେଠି ବଙ୍ଗଳା ସାହିତ୍ୟ କହେ ଏ ଝିଅ ନା ରାଧା ଗଲା ଓଡ଼ିଆ ସାହିତ୍ୟ ଗଲା ବଙ୍ଗଳା ସାହିତ୍ୟ ଆପଣ ସଂସ୍କୃତ ସାହିତ୍ୟ ଆସନ୍ତୁ କହିନା ହଉଛି ରାଧା ତାପିଣୀ ଉପନିଷଦ ରାଧା ତାପିଣୀ ଉପନିଷଦରେ ଏ ଝିଅ ନାରା କାହିଁକି ରାଧା ହେଇଛି ନାରା ଶବ୍ଦ ବିଦିତକ ଭଗବତୀ ଆ ଶବ୍ଦ ମୁକ୍ତିବାଚକ ମୁକ୍ତି ପ୍ରଦାୟିକା ରାଧା ପ୍ରକୀର୍ତ୍ତିତା ଶବ୍ଦର ଅର୍ଥ ହଉଛି ଭଗବତୀ ହା ଶବ୍ଦର ଅର୍ଥ ହଉଛି ମୁକ୍ତି ଯୋଉ ନାମ ଉଚ୍ଚାରଣ କଲେ ଆପଣ ମାନଙ୍କ ଭକ୍ତି ସହିତ ମୁକ୍ତି ଏକାଥରରେ ମିଳିଯାଏ ସେଥିପାଇଁ ସେ ଝିଅ ନା ରାଧା ଆଜ୍ଞା ରାଧା କାନ୍ଦୁଛନ୍ତି ରା ରାହେ ଆପଣ ବୃଷଭାନ ନନ୍ଦ ଛିଡ଼ା ହେଇଥିଲେ ଡାକିଲେ ଯଶୋମତୀ ଝିଅଟା କାନ୍ଦୁଛି ପୁଅଟା କାନ୍ଦୁଛି ତମେ ଟିକେ ବୋଧ ଦେଇପାରୁନା ବାପାରେ ଇଏ କଣ କଲେ ନା ନନ୍ଦରାଣୀ ଝିଅକୁ ଉଠେଇ ଆଣିଲେ ଯୋଉ ପଟରେ କୃଷ୍ଣ କ୍ଷୀର ଖାଉଥିଲେ ସେଇ ପଟେ ରାଧାକୁ ମୁଖ ରଖିଲେ ଏପଟେ କୃଷ୍ଣକୁ ନେଇଗଲେ ପ୍ରଥମ ଅହରାମୃତ ଖାଇଲେ ରାଧା ଆଜ୍ଞା ଦି ଛୁଆ ଗୋଟିଏ ମା ଠାରୁ କ୍ଷୀର ଖାଉଛନ୍ତି ଆଜ୍ଞା ଆପଣ ଅଚ୍ୟୁତାନନ୍ଦ କହି ସମ୍ପର୍କ ହେଲା କଣ ଆଜ୍ଞା ସମ୍ପର୍କ ରାଧାକୃଷ୍ଣ ଦୁଏ ଭାଇ ଭଉଣୀ ରାଧାକୃଷ୍ଣ ଦୁଏ ଭାଇ ଭଉଣୀ କଥା ଜାଣନ୍ତି ଗୋପ ପାଉଣୀ ଗୋଟିଏ ମା ଠାରୁ ଯଦି ଯୋଡ଼ିଏ ସନ୍ତାନ ଏକାବେଳେ କ୍ଷୀର ଖାଆନ୍ତି ସମ୍ପର୍କ କଣ ହୁଏ ଆଜ୍ଞା ଭାଇ ଭଉଣୀ ଏଠି ଅଚ୍ୟୁତ କହିଲେ ଭାଇ ଭଉଣୀ ଆଜ୍ଞା କିନ୍ତୁ ବଳରାମ ଦାସ ସେପଟରେ ଥିଲେ ସମାଗରା ପାଠରେ ବୋଲେ ନା ଭାଇ ଭଉଣୀ ଏ ରାଧାକୃଷ୍ଣ ସମ୍ପର୍କ କଣ ନା ରାଧା ଠାରୁ କୃଷ୍ଣ ହୋଇଲେ ଯାପ ସବୁ ମାଇଲା ରାଧାର ସୁଖ ରାଧା ଠାରୁ କୃଷ୍ଣ କହିଲେ ଯାପ ରାଧା ହଉଛନ୍ତି ମା କୃଷ୍ଣ ହଉଛନ୍ତି ପୁଅ ଆଜ୍ଞା ମୋ ଭାଇ ଭଉଣୀ ସମ୍ପର୍କ ଯୋଡ଼ି କିନ୍ତୁ କୃଷ୍ଣ ହେବେ ପୁଅ ରାଧା ହେବେ ମା ଏ ସମ୍ପର୍କଟା କେମିତି ହବ ଟିକେ ମୋ ପ୍ରତିପକ୍ଷ ଗାୟକ ବାବୁ ଟିକେ ଆସି କହିବେ ତ ଦେଖିବା କହିଲା ପ୍ରଥମ ରାଧା ବାପା ଦ୍ୱିତୀୟ ଝିଅ ପଡିଛି କୋଉଠି ଆଜ୍ଞା ଦ୍ୱିତୀୟ କନ୍ୟା ପଡେ ଗୋଗୋଷ୍ଠ ଠାରେ ଦ୍ୱିତୀୟ ଝିଅ ପଡିଛି ଗୋଟେ ବିରାଟ ପାଳ ଗଦା ଉପରେ ବରୁଥାଟ ଗୋପାଳ ପୁଅ ନାଁ ହଉଛି ଗୋବର୍ଦ୍ଧନ ମଲ ଆଉ ବରୁଥାଟ ସ୍ତ୍ରୀ ନାଁ ହଉଛି ମୁଖରା ଯେତେବେଳେ ପାଳ ଗଦା ଉପରେ ଝିଅଟା ପଡିଛି ଦ୍ୱିତୀୟ ନମ୍ବର ଝିଅ ପୁତନା ହାତରୁ ଖସି ଝିଅଟା କିନ୍ତୁ କାନ୍ଦିଲା ଝିଅଟା କାନ୍ଦଣା ଶୁଣି ଗୋବର୍ଦ୍ଧନ ମଲ୍ଲ ଗୋ ସେବା କରୁଥିଲା ସେ ଡାକିଲା ବୋଉ କଣ କିରେ ଗୋପରା ଦେଖିବା ପାଳ ଗଦା ଛୁଆ ଜନ୍ମ କରିଛି ବୁଢୀ କଲାରେ ଗୋବରା ଗୋବର୍ଦ୍ଧନ ଏ ପାଳ ଗଦା ଗୁଡି ଛୁଆ ଜନ୍ମ କଲାଣି ତାପରେ ପଡିଛି ମୁଁ ଯାଉଛି ବୁଢୀ ଦୌଡି ଗଲା ଦେଖିଲା ପାଳ ଗଦା ଉପରେ ଝିଅଟା ପଡିଛି
କୋଳକୁ ଉଠେଇ ଆଣିଲା। ବାପା ମାନେ ଭାବିଲା କେତେ ସୁନ୍ଦର ଝିଅଟିଏ ହେଇଛି, ଇଏ ହୁଣ୍ଡା ଗୋବରକୁ କିଏ ଝିଅ ଦବନି, ଏ ଝିଅକୁ ଲାଳନ ପାଳନ କରିବି, ଏ ଝିଅ ବଡ ହେଲେ ଏ ଗୋବର୍ଦ୍ଧନ ମଲ୍ଲକୁ ଦେବି, କିନ୍ତୁ ନାଁ ଦେବି କଣ? ଆପଣଙ୍କର ବହି ନାଁ ହଉଛି ଚନ୍ଦ୍ରାବଳୀ ବିଳାସ, କବି ଈଶ୍ୱର ଦାସ। ସେ ଲେଖିଲେ ଝିଅଟା ନାଁ ଦେଲା ମୁଖରା ବୁଢୀ, କହିଲେ ମୁଖ ନଖ ଚନ୍ଦ୍ର ଠାରୁ ଉଜ୍ଜ୍ୱଳ ଦିଶିଲା, ଚନ୍ଦ୍ରାବଳୀ ମୁଖରା ଦେଲା, ଚନ୍ଦ୍ରାବଳୀ ନାମ ମୁଖରା ଦେଲା, ଚନ୍ଦ୍ରାବଳୀ ନାମ ମୁଖ ଦେଖିବାକୁ ଚନ୍ଦ୍ର ଭଳି, ନଖପନ୍ତି ଦେଖିବାକୁ ଚନ୍ଦ୍ର କିରଣ ଭଳି, ତେଣୁ ଏ ବୁଢୀ ସେ ପିଲାର ନାମ ରଖିଲା, ଝିଅର ନାମ ରଖିଲା ପଣ୍ଡିତ ଚନ୍ଦ୍ରାବଳୀ। ଚନ୍ଦ୍ରାବଳୀ ବି ଗୋଟେ ରାଧା। ଆଜ୍ଞା ଆଜ୍ଞା କେମିତି ରାଧା? ଯେତେବେଳେ କୃଷ୍ଣ ରାଧା ପାଇଁ ପାଗଳ ହେଇଗଲେ ସେତେବେଳେ କର୍ଣ୍ଣବାସୀ କହିଲେ ଗୋପରେ ଅନେକ ରାଧା। ଏଠି କୃଷ୍ଣ କହିଲେ ଆଉ ଗୋଟେ ରାଧା ନା କହିଲ? ଆଜ୍ଞା କର୍ଣ୍ଣବାସୀ କହିଲେ ଶ୍ରୀ ରାଧାଙ୍କୁ ଛାଡିଦେଲେ ଆଉ ଗୋଟେ ରାଧା ଅଛନ୍ତି। ସେ ରାଧା କିଏ? ଅଭିମନ୍ୟୁ ସାହିତ୍ୟ ବିଦଗ୍ଧ ଚିନ୍ତାମଣି ବୋଲେ ମଲ୍ଲକ ବର୍ଦ୍ଧନର ଜୀବନ ଜୀବନ ମାନସ ବନ୍ଧନ ଫାସିବାରେ, 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 ଧାନ ମୁହିତ ତାହାର ବିହିତ ନାମ ପୁଣି ହିତ ଚନ୍ଦ୍ରାବଳୀ, ସମତାରେ ତ ଚନ୍ଦ୍ରାବଳୀ। ଆପଣଙ୍କର ଏ ଚନ୍ଦ୍ରାବଳୀ ନାଁ ବି ଗୋଟେ ରାଧା। ଆଜ୍ଞା ନାମ ପୁଣିତ ଚନ୍ଦ୍ରାବଳୀ। ওরে ये राधा के चंद्रावली को राधा, आया प्रेम राधा, गोप राधा, काम राधा, तथैव च एतानि त्रय राधानि भक्ति शास्त्री प्रकृतिता। आया प्रेम राधा एले वृषभानु जेमा, आया ये ले गोप राधा चंद्रावली, गोपे चंद्रावली से एवं 3 नंबर झियो पड़ीला कोटी ना दुर्वासा यज्ञशाला कहली कथार कही दूची एवं ताकू दुर्वासा जेतेबेले स्नान करुले कांगना शुणी आउ अभिशाप दे न पारि मठक दौड़ी देखले कुशक तापर पड़ी ताकू आनिके सेदिन जने राजा थिले आश्रम रे तांकर 5टी पुओ थिला किंतु झियो नथिला। राजा होउनि विदर्भ राजा भीष्म को हाथ रे से झियोटी की देले। परवर्ती काल रे से झियो हेले रुक्मिणी। आज्ञा रुक्मिणी होती काम राधा, बुझे क्या? केतटा राधा? 3 राधा। अच्छा मु आप गोटे पालाटा को सरल करिया पे मो ज्ञानी मानक मो बापा मानक गोटे छोटिया प्रश्न पचारि सर जदि अनुमति दे पचारि। आज्ञा नारायण को पाखे लक्ष्मी रही पूजा पाई ना नहीं? शिव को पाखे पार्वती रही, ब्रह्मा को पाखे सावित्री रही, राम को पाखे सीता रही। अच्छा कृष्ण को पाखे राधा? कृष्ण को स्त्री नथला, कृष्ण को स्त्री तो रुक्मिणी। रुक्मिणी तो रखी कृष्ण पाखे पूजा पाई था, राधा कहीं पूजा पाई? आज्ञा मोर प्रश्न आज्ञा ये राधा किए? राधा किए? कृष्ण कर माई आज्ञा कौन कहना आलादिनी शक्ति जे कौ राधा? चंद्रसेन जो राधा को बाहला से राधा अलगा। कृष्ण को पाखे जो राधा आपण माने समस्ते मन रखंग मां माने से माई राधा नुह, से को राधा? कृष्ण कर निज स्त्री राधा, माने धर्मपत्नी से निज प्रथम स्त्री, द्वितीय स्त्री रुक्मिणी। सार गोटे प्रश्न पचारि थिले जे प्रथम स्त्री होची धर्मपत्नी, पुरुष तापर आउ जहा को बाहर से धर्मपत्नी आसन नहीं परिबन, से कोन हबो? से होची भोगपत्नी। से भोग लागिबो, भोग नुह भोग विलास पाए। आज्ञा पचारि थिले सीमंते च विवाहे च सपुंस सधर्मिणी मोक्षे तीर्थे दाने श्राद्धे पत्नी तिष्ठति दक्षिणी। पचार सार तेणु सीमंत कर्म बेले विवाह कर्म बेले
ଏବଂ ଯଜ୍ଞରେ ବସିଲା ବେଳେ ଆପଣ ଶ୍ରାଦ୍ଧ ଦେଲା ବେଳେ ଦାନ କଲା ବେଳେ ଏବଂ ଆପଣଙ୍କର ତୀର୍ଥ ଦର୍ଶନ କଲା ବେଳେ ସ୍ତ୍ରୀ ଦକ୍ଷିଣ ଭାଗରେ ରହିବ। ବାମ ପଟରେ କେତେବେଳେ ରହିବ? ଯେତେବେଳେ ସହଭୋଜନେ ମାନେ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ପାଖରେ ବସି ଖାଇବା ପାଇଁ ଚାହୁଁଛି ସେ ଡାହାଣ ପାଖରେ ବସିବନି, କୋଉଠି ବସିବ? ବାମ ପାଖରେ ବସିବ। ବାମ ପାଖରେ। ଏବଂ ହାତ ଗଣ୍ଠି ପଡି ସାରିଲା ପରେ ଦକ୍ଷିଣ ଭାଗରେ ବସୁଥିଲା, ହାତ ଗଣ୍ଠି ପଡି ସାରିଲା ପରେ ଆଜ୍ଞା ସେ ବାମକୁ ଆସିବ। ଏ? ପୁଣି ପୁଣି କଣ? ବ୍ରାହ୍ମଣ ମାନଙ୍କର ପାଦ ଧୋଇଲା ବେଳେ ଆଜ୍ଞା ବା ବାବାଜୀ ମାନଙ୍କ ପାଦ ଧୋଉଥିବା ବେଳେ ବେଳେ ସ୍ତ୍ରୀ ଦକ୍ଷିଣ ରହିବନି, ଆଉ ବାମ ପଟରେ ରହିବ। ଇଏ କୋଉଠି ପଛ ପଟେ ଥିବ? ଆଜ୍ଞା ଇଏ ହଉଛି କର୍ମକାଣ୍ଡ। ପରେ ଆଜ୍ଞା ତେଣୁ ଧର୍ମପତ୍ନୀ ହଉଛନ୍ତି ରାଧା, କିନ୍ତୁ ଚନ୍ଦ୍ରସେନା ସ୍ତ୍ରୀ ଯୋଉ ରାଧା ଇଏ ରାଧା ଆପଣ ଭାବୁଛନ୍ତି ମାଇ ରାଧା ବସି ଆଉ ଚିଙ୍କି ନାଇଁ, ଚନ୍ଦ୍ରସେନା ଯୋଉ ରାଧାକୁ ବାହା ହେଇଛି ସେ ରାଧା ହଉଛି ଡୁପ୍ଲିକେଟ ରାଧା, ଏଇ ସିଏ ଅଲିଜା ରାଧା ସିଏ। ସେ ଅଲଗା ରାଧା। ମୁଁ ଟିକେ ଖାଲି ସମ୍ପର୍କରେ କହିଦଉଛି ଯିଏ କି ଯେତେବେଳେ ରାଧାଙ୍କର 12 ବର୍ଷ ସେତେବେଳେ ବିବାହର ଲାଗିଲା ଚନ୍ଦ୍ରସେନା ସହିତ, ରାତିରେ କିନ୍ତୁ ରାଧା ମନା କଲେ, ନା ମୁଁ ବାହାରେ ମୁଁ କୃଷ୍ଣ ସମର୍ପିତା। ଆଜ୍ଞା କିନ୍ତୁ ଏମାନେ ସତ୍ୟ କରିଥିଲେ ବୃଷଭାନୁ କୀର୍ତ୍ତିଦା ଦକ୍ଷିଣା ପାଖରେ ଗୋପେଶ୍ୱର ମନ୍ଦିରରେ ସତ୍ୟକୁ ବଞ୍ଚିବା ପାଇଁ ଚନ୍ଦ୍ରସେନା ବାହାଘର ଲାଗିଛି। ହେଲା ଏମାନେ କହିଲେ ବାହାବାକୁ ପଡିବ। ସେତେବେଳେ ନିଜେ ଶ୍ରୀ ରାଧା ବ୍ରହ୍ମଦେବଙ୍କୁ ଡାକିଲେ। ବ୍ରହ୍ମଦେବ ଆସି କହିଲେ ମା ତମେ ଗୋଟେ କାମ କର, କୋଉ କଥା? ତୁମେ ବିବାହ କରିବନି ଚନ୍ଦ୍ରସେନା। ନାଇଁ କେମିତି ନା ତମେ ତୁମ ଦେହରୁ ଗୋଟେ ରାଧା ସୃଷ୍ଟି କର, ସେ ରାଧାକୁ ସମସ୍ତେ ଭାବନ୍ତୁ ବାସ୍ତବ ରାଧା। ରାଧା ବୋଲି ନା ମୁଁ ନା ତୁମେ ନିତ୍ୟ ବୃନ୍ଦାବନରେ ଗୋପ୍ୟ ହୁଅ। ବ୍ରହ୍ମ ବୈବର୍ତ ପୁରାଣ ଅନୁସାରେ ଆପଣ ହେତୁଦୟ ଭାଗବତ ଲେଖିଛନ୍ତି ଅତି ବଡ଼ି ଜଗନ୍ନାଥ ଦାସ। କଣ ଲେଖିଲେ? ବ୍ରହ୍ମାଙ୍କ କଥା ମତରେ ସେଦିନ ଶ୍ରୀରାଧା ପଣ୍ଡିତ କଣ କଲେ ନା ଏତୁ ତାରୁ ସପ୍ରକାଶେ କନ୍ୟାଏ ନିଜ ଦେହରୁ ଗୋଟେ ମାୟା ରାଧା ସୃଷ୍ଟି କରି ଛାୟା ରାଧା ସୃଷ୍ଟି କରି ନିଜେ ପ୍ରକୃତ ରାଧା ନିତ୍ୟ ବୃନ୍ଦାବନରେ ଗୋପ୍ୟ ହେଇଗଲେ। ଏଇ ଯୋଉ ଡୁପ୍ଲିକେଟ ରାଧା ଜନଜଗତ ଭାବିଲା ପ୍ରକୃତ ରାଧା। ବ୍ରହ୍ମା କହିଲେ ମୁଁ ଏତେ କଷ୍ଟରେ ଆସିଛି, ମୁଁ ଖାଲି ହାତରେ ଯିବି କାହିଁକି? ତେଣୁ ବ୍ରହ୍ମ ଅର୍ଥ ପ୍ରାଣ ଶ୍ଲୋକଟି ଆଣୁଛି। କଣ କଲେ ବ୍ରହ୍ମା? କହିଲେ କୃଷ୍ଣ ନ ରାଧା ବୃନ୍ଦାବନେ ବନେ ବିବାହ କରୟା ମାସ ବିଧିନାନ ଜଗତାଂ ବିଧି। ବିଧି କହିଲେ ବ୍ରହ୍ମା, ବିଧାନ କହିଲେ ବୈଦିକ ମତରେ ରାଧାଙ୍କ ସହିତ କୃଷ୍ଣଙ୍କର ନିତ୍ୟ ବୃନ୍ଦାବନରେ ବାହାଘର ସାରିଦେଲେ। ଆଜ୍ଞା ତାହେଲେ ରାଧା କୃଷ୍ଣ କଣ ହେଲେ ଆଜ୍ଞା? ସ୍ୱାମୀ ସ୍ତ୍ରୀ। ପ୍ରଥମ ସ୍ତ୍ରୀ ତାକୁ ଅଭିମନ୍ୟୁ ସ୍ୱୀକାର କଲେ। କଣ କଲେ ଏଇଟା ଠିକ? ଆପଣ ଛାନ୍ଦ ପଦରେ ଶୁଣୁଛନ୍ତି, ଇଏ କୁମାର କୁମାରୀ ବେଳେ ସେଦିନ ରାଧା କୃଷ୍ଣଙ୍କର ବାହାଘର ହେଇଛି। କୃଷ୍ଣ ସ୍ୱୀକାର କରିଛନ୍ତି ବର ମୁଇଁ କନ୍ୟା ସେ ହୋଇଛି ବିଧିରେ। ଏଥର ଆପଣ କୁହନ୍ତୁ ରାଧା କୃଷ୍ଣ ସମ୍ପର୍କ ହଉଛି ସ୍ୱାମୀ ସ୍ତ୍ରୀ, ପୁଣି ପ୍ରଥମ ସ୍ତ୍ରୀ। ଆଉ ପ୍ରଥମ ସ୍ତ୍ରୀ ବସିବନି କଣ ଦ୍ୱିତୀୟ ସ୍ତ୍ରୀ ବସିବ? ନାଇଁ ନାଇଁ ପରେ ଆଜ୍ଞା ତେଣୁ ଚନ୍ଦ୍ରସେନା ଯାହାକୁ ବାହାହେଲା ସିଏ କିଏ? କିଏ? ବ୍ରହ୍ମବୈବର୍ତ ପୁରାଣ ବୋଲେ ବିବାହ କାଳେ ରାୟ ରାସ୍ତା ଛାୟା ରାଧା ଗ୍ରହିଷତି
वास्तवी राधा प्रधान भविष्य विवाह काले चंद्रसेना राधा विवाह प्रसंग बेले प्रकृत राधा को बाहा नहे भगवान व्यास कहले को राधा को बाहा राधा से ना छाया राधा रहस्य माने डुप्लिकेट राधा को बाहा माने राधा को अंग जन्म नहीं थिबा छाया राधा को बाहा नागे गया प्रकृत राधा वृंदावन रे अंतर्हित हो गले सर ताले केतोडी राधा आला चारि एक रे प्रेम राधा श्री राधा गोप राधा चंद्रामणि काम राधा रुक्मिणी छाया राधा चंद्रसेना स्त्री आउ रहिले चारि सार कहिबे चारि रहिले कथा हे गला हमरो अधा को अधा कथा कथा 50 पुराण भीतर आउ चारि राधा अछंती देखिबा काली यो बाहर हां चलो चलो जति न कहती मु रखुनी बाध्य ना अरे जानी थे कोई समते ब्रह्मांडी समते गणेश देखिया खाली पछवाड़ तो अछि करदबा हो आज्ञा दादा सुनाई बोले राधा नामे पियो सुधा सदा सर्वदा सदा सर्वदा सभापति संपादक कोषाध्यक्ष ये सारा सांस्कृतिक परिषद समस्त सभ्य जेते प्रकार दुख अच्छी दुई संगीत संगीताचार्य सकल प्रकार दुख दूर शांति शांति शांति